ବୃହସ୍ପତି ଚଳନ 2025 ମସିହା ମେ ମାସ 14 ତାରିଖ ଦିନ ଦେବଗୁରୁ ବୃହସ୍ପତି ସୁଚାରୁ ରୂପେ ବୃଷ ରାଶିରୁ ମିଥୁନ ରାଶିକୁ ଗୋଚରରେ ଗମନ କରିବେ। ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ବୃହସ୍ପତି ସମଗ୍ର ଦ୍ୱାଦଶ ରାଶିଚକ୍ରକୁ ଏକଥର ପରିଭ୍ରମଣ କରିବା ପାଇଁ ପ୍ରାୟ 12 ବର୍ଷ ସମୟ ନେଇଥାନ୍ତି। ତେଣୁ ଗୋଟିଏ ରାଶିରେ ବୃହସ୍ପତି ପ୍ରାୟ 12 ମାସରୁ 13 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ଆଗକୁ ଜାଣିବା ବୃହସ୍ପତି ମହାଗ୍ରହଙ୍କ ସମ୍ପର୍କରେ ବିଶେଷ କିଛି ଜ୍ଞାତବ୍ୟ ତଥ୍ୟ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜ୍ୟୋତିଷ ଶାସ୍ତ୍ର ଓ ପୌରାଣିକ ତଥ୍ୟ ଅନୁଯାୟୀ ବୃହସ୍ପତିଙ୍କୁ ଦେବତାମାନଙ୍କର ଗୁରୁ ହିସାବରେ ଗ୍ରହଣ କରାଯାଇଅଛି। ତେଣୁ ଜ୍ୟୋତିଷ ଶାସ୍ତ୍ର ବୃହସ୍ପତିଙ୍କର ଅନ୍ୟ ନାମ ଗୁରୁ ବୋଲି ବର୍ଣ୍ଣନା କରିଛନ୍ତି। ଆମର ପ୍ରଚଳିତ ସପ୍ତାହର 7 ଦିନ ମଧ୍ୟରୁ ଗୁରୁବାରଟିକୁ ବୃହସ୍ପତିଙ୍କର ନାମ ଅନୁସାରେ ଗୁରୁବାର ନାମରେ ନାମିତ କରାଯାଇଛି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାରକୁ ବୃହସ୍ପତି ବାସରେ ବୋଲି ଉଲ୍ଲେଖ କରାଯାଇଥାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶିକ୍ଷା ଏବଂ ବାଗ୍ମିତାର କାରକ ଗ୍ରହ ରୂପେ ବୃହସ୍ପତି ମହାଗ୍ରହଙ୍କୁ ଦର୍ଶାଯାଇଥିବା ବେଳେ ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ବୋଲି ମଧ୍ୟ ଚିତ୍ରଣ କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ବୃହସ୍ପତିଙ୍କୁ ଧନ ଓ ଲକ୍ଷ୍ମୀକାରକ ଗ୍ରହ ରୂପେ ଗ୍ରହଣ କରି ଜାତକ ବା ବ୍ୟକ୍ତିର ଜନ୍ମକୁଣ୍ଡଳୀରେ ବୃହସ୍ପତିଙ୍କର ଅବସ୍ଥାନକୁ ଦେଖି ବ୍ୟକ୍ତିର ବିଦ୍ୟା ଓ ଧନଭାବର ଆକଳନ କରିଥାଏ। ବୃହସ୍ପତି ମହାଗ୍ରହଙ୍କର ବିନା ସାହାଯ୍ୟରେ ବ୍ୟକ୍ତି ଉଚ୍ଚଶିକ୍ଷା ଲାଭ କରିପାରେ ନାହିଁ ଏବଂ ମା ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାରେ ମଧ୍ୟ ଅସମର୍ଥ ହୋଇଥାଏ। ତତ୍ ସହିତ ବୃହସ୍ପତି ବ୍ୟକ୍ତିକୁ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ କରିବାରେ ପ୍ରେରଣା ଯୋଗାଇଥାନ୍ତି ଏବଂ ସହାୟକ ମଧ୍ୟ ହୋଇଥାନ୍ତି। ଆମ ସୌରମଣ୍ଡଳରେ ବୃହସ୍ପତି ମହାଗ୍ରହ ସର୍ବାପେକ୍ଷା ବୃହତ୍ତମ ଗ୍ରହ। ସୂର୍ଯ୍ୟଙ୍କ ଠାରୁ କ୍ରମାନ୍ୱୟରେ ପଞ୍ଚମ ସ୍ଥାନରେ ରହି ବୃହସ୍ପତି ମହାଗ୍ରହ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିଥାନ୍ତି। ନୈସର୍ଗିକ ଦ୍ୱାଦଶ ରାଶିଚକ୍ରର ନବମ ରାଶି ଧନୁ ରାଶି ଏବଂ ଦ୍ୱାଦଶ ରାଶି ମୀନ ରାଶି ବୃହସ୍ପତି ମହାଗ୍ରହଙ୍କର ରାଶି। ରାଶିଚକ୍ର ସହିତ ସଂଶ୍ଳିଷ୍ଟ ଥିବା 27 ଗୋଟି ନକ୍ଷତ୍ରପୁଞ୍ଜ ମଧ୍ୟରୁ 7 ନମ୍ବର ନକ୍ଷତ୍ର ପୁନର୍ବସୁ, 16 ନମ୍ବର ନକ୍ଷତ୍ର ବିଶାଖା ଏବଂ 25 ନମ୍ବର ନକ୍ଷତ୍ର ପୂର୍ବଭାଦ ନକ୍ଷତ୍ର ବୃହସ୍ପତି ମହାଗ୍ରହଙ୍କର ନକ୍ଷତ୍ର। ଜନ୍ମ ଜାତକରେ ଚନ୍ଦ୍ର ଏହିସବୁ ନକ୍ଷତ୍ରରେ ଅବସ୍ଥାନ କଲେ ବ୍ୟକ୍ତି ବୃହସ୍ପତି ମହାଗ୍ରହଙ୍କ ମହାଦଶାରେ ଜନ୍ମ ହୋଇଛି ବୋଲି ବିଚାର କରାଯାଇଥାଏ। ହିନ୍ଦୁ ସନାତନୀ ଧର୍ମରେ ସମସ୍ତ ମାଙ୍ଗଳିକ ଅଥବା ଶୁଭ କାର୍ଯ୍ୟରେ ବୃହସ୍ପତି ବା ଗୁରୁଙ୍କର ଅବସ୍ଥିତି ଦେଖାଯାଇ ସେହି ଅନୁସାରେ ଦିନ ଅଥବା ତାରିଖ ନିର୍ଣ୍ଣୟ କରାଯାଇଥାଏ। ଏହାକୁ ସାଧାରଣତଃ ଲୌକିକ ଭାଷାରେ ଗୁରୁ ଶୁଦ୍ଧି ଅଛି କି ନାହିଁ ବୋଲି କୁହାଯାଏ। ପୁନଶ୍ଚ ରାଶିଚକ୍ରରେ ବୃହସ୍ପତି ଓ ସୂର୍ଯ୍ୟ ପରସ୍ପର ଗୃହରେ ଅବସ୍ଥାନ କରିଥିଲେ ସମଗ୍ର ଆର୍ଯ୍ୟାବର୍ତ୍ତରେ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଯଥା ବିବାହ, ବ୍ରତ ଏବଂ ଗୃହ ପ୍ରବେଶ ଭଳି କାର୍ଯ୍ୟ ସବୁ ସ୍ଥଗିତ ରଖାଯାଇଥାଏ। ଏହାକୁ ଜ୍ୟୋତିଷୀୟ ଭାଷାରେ ଗୁର୍ବାଦିତ୍ୟ ଦୋଷ ବୋଲି କୁହାଯାଏ। ଦୁଇଟି ପୁରୁଷାକାର ଗ୍ରହ ରବି ଓ ବୃହସ୍ପତି ପରସ୍ପର ଗୃହରେ ଅବସ୍ଥାନ କଲେ ଉଭୟ ଗ୍ରହଜନିତ ରଶ୍ମି ସମସ୍ତ ଶୁଭତାକୁ ନଷ୍ଟ କରିଦେଉଥିବାରୁ ସେଇଥିପାଇଁ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ରଖାଯାଇଥାଏ। ଜାତକରେ ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ, ପଞ୍ଚମ, ସପ୍ତମ, ନବମ ଏବଂ ଏକାଦଶ ଭାବରେ ବୃହସ୍ପତି ମହାଗ୍ରହ ଗୋଚର କରୁଥିବା ବେଳେ ଜାତକ
ବା ବ୍ୟକ୍ତିକୁ ଭଲ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷୀୟ ଆପ୍ତବାକ୍ୟ ଅନୁଯାୟୀ ଯିବେ ଦ୍ୱିତୀୟ ଧନଧାନ୍ୟ ଲାଭ ସୁତାର୍ଥ ଲାଭ ନବପଞ୍ଚକେଶୁ ଜାମିତ୍ର ସଂସ୍ତେ ବିପୁଳାଞ୍ଚ ଲକ୍ଷ୍ମୀ ସର୍ବେ ଚୈକାଦଶେ ଏ ଫଳଦା ଶୁଭସ୍ତୁ। ଏହାର ସରଳ ଅର୍ଥ ହେଲା ଜୀବ ଯାହାକି ବୃହସ୍ପତିଙ୍କର ଅନ୍ୟ ଏକ ନାମ ଯଦି ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ ସ୍ଥାନରେ ଅବସ୍ଥାନ କରନ୍ତି ତେବେ ବ୍ୟକ୍ତି ଧନ ଓ ଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ। ବୃହସ୍ପତି ଚନ୍ଦ୍ର ରାଶିର ପଞ୍ଚମ ଓ ନବମ ଭାବରେ ଅବସ୍ଥାନ କଲେ ପୁତ୍ର ଓ ଅର୍ଥ ଲାଭ କରାଇଥାନ୍ତି। ସପ୍ତମ ଭାବରେ ଅବସ୍ଥାନ କରିଥିଲେ ବିପୁଳ ଧନ ବା ଲକ୍ଷ୍ମୀ ପ୍ରଦାନ କରନ୍ତି। ଏହା ସହିତ ଏକାଦଶ ବା ଆୟ ଭାବରେ ଅବସ୍ଥାନ କଲେ ସମସ୍ତ ଇଚ୍ଛା ପୂରଣ କରିବା ସହିତ ସମସ୍ତ ଶୁଭ ଫଳ ପ୍ରଦାନ କରିଥାନ୍ତି। ଏହା ସହିତ ଦଶମ ରାଶି ମକର ରାଶି ବୃହସ୍ପତିଙ୍କର ନୀଚ ରାଶି ହୋଇଥିବା ବେଳେ ଚତୁର୍ଥ ରାଶି କର୍କଟ ରାଶି ବୃହସ୍ପତି ମହାଗ୍ରହଙ୍କର ଉଚ୍ଚ ରାଶି ହୋଇଥାଏ। ଉଚ୍ଚ ରାଶିରେ ଅବସ୍ଥିତ ବୃହସ୍ପତି ଜାତକକୁ ଶୁଭ ଫଳ ପ୍ରଦାନ କରୁଥିବା ବେଳେ ନୀଚ ରାଶି ମକରରେ ଅବସ୍ଥିତ ବୃହସ୍ପତି ମହାଗ୍ରହ ଶୁଭ ଫଳ ନ ଦେବାର ବହୁତ ଜ୍ୟୋତିଷୀୟ ପ୍ରମାଣ ରହିଅଛି। ଅବଶ୍ୟ ବୃହସ୍ପତିଙ୍କର ନୀଚଭଙ୍ଗ ନାମକ ଜ୍ୟୋତିଷୀୟ ଯୋଗ ଜାତକ ଚକ୍ରରେ ଘଟିଥିଲେ ବୃହସ୍ପତି ଦଶା ଅନ୍ତର୍ଦଶାରେ ବ୍ୟକ୍ତିକୁ ଶୁଭ ଫଳ ପ୍ରଦାନ କରିବାରେ ଅବହେଳା କରିନଥାନ୍ତି। ଅନ୍ୟ ଏକ ସଠିକ୍ ଜ୍ୟୋତିଷୀୟ ପ୍ରମାଣ ଅନୁସାରେ ଜୀବ ଅର୍ଥାତ୍ ବୃହସ୍ପତି ସ୍ୱସ୍ଥାନ ହନ୍ତା ଅର୍ଥାତ୍ ବୃହସ୍ପତି ଯେଉଁ ସ୍ଥାନରେ ଅବସ୍ଥାନ କରନ୍ତି ସେହି ସ୍ଥାନର ଶୁଭତ୍ୱକୁ ନଷ୍ଟ କରିଦେଇଥାନ୍ତି, କିନ୍ତୁ ତାଙ୍କର ଦୃଷ୍ଟି ବହୁତ ଶୁଭ। ଯେଉଁ ସ୍ଥାନ ବା ଜାତକର ଯେଉଁ ଭାବ ଅଥବା ରାଶି ଉପରେ ବୃହସ୍ପତିଙ୍କର ଦୃଷ୍ଟି ପଡ଼ିଥାଏ ସେହିସବୁ ସ୍ଥାନର ଶୁଭତ୍ୱରେ ଅହେତୁକ ବୃଦ୍ଧି ଘଟିଥାଏ। ବୈଦିକ ଜ୍ୟୋତିଷରେ ବୃହସ୍ପତିଙ୍କର 3ଗୋଟି ମୁଖ୍ୟ ଦୃଷ୍ଟି ରହିଅଛି ବୋଲି କୁହାଯାଇଛି। ଜାତକ ଚକ୍ରରେ ବୃହସ୍ପତି ରହିଥିବା ସ୍ଥାନରୁ ପଞ୍ଚମ, ସପ୍ତମ ଓ ନବମ ସ୍ଥାନକୁ ଦୃଷ୍ଟି ପ୍ରଦାନ କରି ସେହିସବୁ ଭାବ ବା ସ୍ଥାନର ଶୁଭତ୍ୱର ପରିମାଣକୁ ବହୁ ପରିମାଣରେ ବୃଦ୍ଧି କରାଇଥାନ୍ତି। ବୃହସ୍ପତି ସମଗ୍ର ରାଶିଚକ୍ରକୁ ପ୍ରଦକ୍ଷିଣ କରିବା ପାଇଁ 12 ବର୍ଷ ସମୟ ନେଉଥିବାରୁ ଏବଂ ଗୋଟିଏ ରାଶିରେ 1 ବର୍ଷରୁ ଉର୍ଦ୍ଧ୍ୱ ସମୟ ରହୁଥିବାରୁ କୁହାଯାଏ ପ୍ରତି 12 ବର୍ଷର ଥରେ ମଣିଷ ଜୀବନରେ ଭାଗ୍ୟର ପରିବର୍ତ୍ତନ ଆସିଥାଏ। ଏହା କେବଳ ବୃହସ୍ପତିଙ୍କର ରାଶି ପରିବର୍ତ୍ତନକୁ ଲକ୍ଷ୍ୟ କରି କୁହାଯାଇଥାଏ। ସମୟର ସ୍ୱଳ୍ପତା ଯୋଗୁଁ ଆଗାମୀ ଅଧ୍ୟାୟମାନଙ୍କରେ ଜାଣିବା ବୃହସ୍ପତି ମହାଗ୍ରହ ବୃଷ ରାଶିରୁ ମିଥୁନ ରାଶିକୁ ଗୋଚରରେ ଗମନ କଲେ କେଉଁ ରାଶି କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।